ରାମ ନାରାୟଣ ରାମ। ପ୍ରତ୍ୟେକ ଜଣେ ନିଜ ନିଜ ଧର୍ମ ଅନୁଯାୟୀ ଗେରୁଆ ପୋଷାକ, ତିଳକ, ମାଳା, ବସ୍ତ୍ର ଇତ୍ୟାଦି ପିନ୍ଧି ସବୁବେଳେ ସାବଧାନ ରହିବାକୁ କୁହାଯାଇଛି। ମୁଁ ମାଛକୁ ଧରି ଦୋରିଟି କିଛି ଢିଲା କରି ଦେଉଛି। ମାଛ ଧରା ପଡ଼ିଲେ ସେ କ'ଣ କରେ? ସେ ଜୀବନ ଦେଇ ପଳାଇବାକୁ ଚେଷ୍ଟା କରେ। ଏପଟେ ସେପଟେ ଖୁବ ଭଳି ଛୁଟିଯାଏ। ତେବେ ଅନ୍ତରେ ସେ କ୍ଳାନ୍ତ ହୋଇପଡ଼େ ଏବଂ ସେତେବେଳେ ଏଠି ଆସି ସେ ଧରି ନିଆଯାଏ। ଏହି କାରଣରୁ ମୁଁ ଦୋରି କିଛି ଢିଲା କରି ଦେଉଛି। କାମ କ୍ରୋଧ ଯେତେ ବଢ଼ିଥାଉ, ଯେଉଁଠି ଯିବାକୁ ଇଚ୍ଛା କରୁଛି ସେଠି ଯାଉ। ସମୟ ଆସିଲେ ସମ୍ଭାଳି ନେଇପାରିବି। ମନର ଅସ୍ଥିରତା, ମନ ନ ଲଗିବା ଏସବୁ କଟି ଯିବ। ସମୟ ଅନୁଯାୟୀ ଠିକ୍ କାମ କରିବାଟା ଭଲ। ଯେଉଁଠି ଯିବେ ନିର୍ବସ୍ତ୍ର ହୋଇ ଯାଇପାରିବ ନାହିଁ। କପଡ଼ା ଛାଡ଼ି କ'ଣ କେଉଁଠି ଯିବା ଚିନ୍ତା କରିପାରିବ? ଅନେକ ଲୋକ ଧ୍ୟାନ ଦେଇ ଦେଖିଥାନ୍ତି। ସେ ମନ୍ତ୍ର ନେଇଛି, ହେଲେ କ'ଣ କରୁଛି, କ'ଣ କରୁନାହିଁ ଏବଂ କହନ୍ତି ଏହି ମନ୍ତ୍ର କିପରି? ଯେଉଁଠି କୌଣସି ନିୟମ ନାହିଁ। ଫ୍ୟାକ୍ଟୋରିଆଲ। ଏହି କାରଣରୁ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟରେ ଜପ କରିବାର ଅଭ୍ୟାସ ଭଲ। ନ କରିଲେ କୌଣସି ସମସ୍ୟା ନାହିଁ। ଏହି ମନ୍ତ୍ର ଗୋଟିଏ ବୀଜ ଭଳି ଅଟେ। ଯେଉଁଠି କିଛି ସମୟରେ ଏହି ଠିକ୍ ଅଙ୍କୁରିତ ହେବ। ଯେମିତି ଆସପାସରେ ଥିବା ଲୋକଙ୍କ ସହିତ ସମନ୍ୱୟ ରଖିବା ପାଇଁ ନିୟମ ମାନିବା ଭଲ। ଯେତେବେଳେ ଇଚ୍ଛା ହୋଇଅ ଖାଅ, ନହ କ'ଣ କେବେ କରିବା ଉଚିତ କି ଉପେକ୍ଷା କରିବା ଉଚିତ, ଏହି ସବୁ ଏହାରେ ବନ୍ଧିତ ଅଛି। ଏହି କାରଣରୁ ତୁମର ଏହି ଶବ୍ଦ ଏମିତି ଗୋଟିଏ ଶକ୍ତି ଅଟେ ଯାହା ଶରୀରକୁ ସବୁ କିଛି କରିବାକୁ ପ୍ରେରିତ କରେ।